କ'ଣ କହିବେ? କେନ୍ଦ୍ରାପଡ଼ା ସହରର ମୁଖ୍ୟ ସ୍ଥଳରେ ଜିଲ୍ଲା ସରକାରୀ ଡାକ୍ତରଖାନା ଥିଲା। ଏଇଟା କେନ୍ଦ୍ରାପଡ଼ା ଜିଲ୍ଲାର 9ଟା ବ୍ଲକ ଓ 2ଟା ମ୍ୟୁନିସିପାଲିଟିର ସାଧାରଣଙ୍କ ପାଇଁ ସବୁ ସମୟରେ ଠିକ୍ ଭାବରେ ସେବାରେ ଲାଗୁଥିଲା। ସରକାର ଯେତେବେଳେ ଜନସଂଖ୍ୟା ବଢ଼ିଲା, ଗମନାଗମନ ପ୍ରୋବ୍ଲେମ୍ ହେଲା, ଯଦି ସରକାର ଉଠାଇବାକୁ ଚିନ୍ତା କଲେ ବା ତାର କ୍ୟାମ୍ପସ୍ ଛୋଟ ହେଇଗଲା ବୋଲି ଅନୁଭବ କଲେ, ସରକାର ସେ ସମ୍ପର୍କରେ ଆଲୋଚନା କରିପାରିଥାନ୍ତେ। ଆପଣ ଦେଖନ୍ତୁ, ବିଶ୍ୱସ୍ତରୀୟ ହସ୍ପିଟାଲ କରିବା ପାଇଁ ଏସି ମେଡିକାଲ କଲେଜ ମହାନଦୀକି ବି ପୋତା ହେଉଛି। ଆପଣଙ୍କର ସେଠି ମହାବୋଇ ପୋଖରୀ ଯେଉଁ ଅଛି ମେଡିକାଲ ପାଖରେ, ସେ କିଛି କାମରେ ଲାଗୁନି, ସେଟାକୁ ପୋତା ହେଇପାରିଥାନ୍ତା। ପୁରୁଣା ପଶି ଡାକ୍ତରଖାନା ଉଠି ଯାଇଛି, ସେ ଜାଗା ଅଛି, ଗୋଟେ ବିରାଟ କ୍ଷେତ୍ର ସେଠି ଅଛି। ସେ ସମ୍ପର୍କରେ ସରକାର ଚିନ୍ତା କଲେନି। ଯେଉଁଟା NRHM ପଇସାରେ ମହିଳା ଶିଶୁ କଲ୍ୟାଣ ପାଇଁ ଆସିଥିବା ଜାଗା ଏବଂ ଶିଶୁ କଲ୍ୟାଣ ପାଇଁ ଫଣ୍ଡରେ ସେ ଯେଉଁଟା ବର୍ତ୍ତମାନ ନୂଆ ଜିଲ୍ଲା ହସ୍ପିଟାଲ ହେଇଛି, ସେ ପ୍ରକୃତରେ ଜିଲ୍ଲା ହସ୍ପିଟାଲ ନୂଆ ହସ୍ପିଟାଲ ନୁହେଁ। ସେ କେନ୍ଦ୍ର ସରକାରଙ୍କ ମହିଳା ଶିଶୁ କଲ୍ୟାଣ ୱାର୍ଡ କେନ୍ଦ୍ର NRHM ପଇସାରେ ତିଆରି ହେଇଛି। ତାକୁ ସେତେବେଳେ ଯେଉଁମାନେ ସବୁ ଜନପ୍ରତିନିଧି ଥିଲେ କେହି କିଛି କହିଲେନି, ସାଇଲେଣ୍ଟ ରହିଲେ, ଯାହାଫଳରେ ମାନେ ସେଟା କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ବାହାରକୁ ପଳେଇଗଲା। ଏ ହେଲା ଜିନିଷ। ତେଣୁ ବର୍ତ୍ତମାନ କ'ଣ ହେଇଛି, ଲୋକେ କ'ଣ କରୁଛନ୍ତି, ଆପଣ 3 ବର୍ଷ ଷ୍ଟାଟିଷ୍ଟିକ୍ସ ଦେଖିବେ ବା 2 ବର୍ଷ ଷ୍ଟାଟିଷ୍ଟିକ୍ସ ଦେଖିବେ, ସେଠି ଲୋକ ଆପଣ ଆଳି, କନିକା, ରାଜନଗର, ପଟ୍ଟାମୁଣ୍ଡି, ଡେରାବିଶ ସାଇଡ୍, ଇଭିନ୍ ଗର୍ଦ୍ଦପୁର, ମାର୍ଶାଘାଇ, ସେମାନେ ମଧ୍ୟ ସିଧା କଟକ ଯାଉଛନ୍ତି। ଆଉ ଜାତୀୟ ରାଜପଥ ସେ ବାଟ ଦେଇ ଯାଇଛି। ସେଠି ବହୁତ ଆକ୍ସିଡେଣ୍ଟ ହେଲାଣି, 70-80 ଜଣ 3 ବର୍ଷ ଭିତରେ। ତେଣୁ ସେଇଠି ଆମର ନ୍ୟୁରୋଲୋଜି ଡିପାର୍ଟମେଣ୍ଟ ନାହିଁ, ଏସବୁ ନାହିଁ ଏବଂ ବିଶେଷଜ୍ଞ ନାହାନ୍ତି। ଏଇ ହେଉଛି ଅସୁବିଧା। ଏବଂ ସେଠି ଭିତ୍ତିଭୂମି ନାହିଁ, ଡାକ୍ତରଙ୍କର ରହିବା ପାଇଁ କ୍ୱାର୍ଟର୍ସ ନାହିଁ, ଖାଇବା ପାଇଁ ଆନୁଷଙ୍ଗିକ ସୁବିଧା ନାହିଁ। ଅସାମାଜିକ କାର୍ଯ୍ୟ ସନ୍ଧ୍ୟା 7ଟା ପରେ 8ଟା ପରେ ଅସୁବିଧା ଅଛି ସେଠି। କିନ୍ତୁ ହବାରେ ଭଲ କିଛି ମେଡିକାଲ କଲେଜ ହେଇପାରିଥାନ୍ତା, ସେଠି ମେଡିକାଲ କଲେଜ ହସ୍ପିଟାଲ ହେଇପାରିଲା। ତେଣୁ ବର୍ତ୍ତମାନ ଯେହେତୁ ସେଠି ଜିଲ୍ଲା ହସ୍ପିଟାଲ ହେଲାଣି, ଆର ଗୋଟେ ବିକଳ୍ପ ମୋର ପ୍ରସ୍ତାବ ହେଉଛି ଯେ କେନ୍ଦ୍ରାପଡ଼ାରେ ଗୋଟେ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପୁରୁଣା ହସ୍ପିଟାଲ ପାଖରେ କରାଯାଉ। ସେ ଯେଉଁ ମହାବୋଇ ପୋଖରୀକି ପୋତି ପଶୁ ଡାକ୍ତରଖାନା, ପୁରୁଣା ପଶୁ ଡାକ୍ତରଖାନା ଜାଗାକୁ ୟୁଟିଲାଇଜ କରି ସେଠି ବର୍ତ୍ତମାନ ଗୋଟେ ମଲ୍ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରାଯାଉ। ସେଥିପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ଅଛି। ଏଟା ସେଣ୍ଟ୍ରାଲ ପ୍ଲେସ୍ ହେବ, ସବୁ ବିଶେଷଜ୍ଞ ରହିବେ, ଲୋକ ଆଉ କଟକ ଭୁବନେଶ୍ୱର ଯିବେ।